କୌଣସି ଉପଲବ୍ଧି ସବୁଥିରୁ ଉପଲବ୍ଧି ଗୁଡ଼ାକ ଡଳ ଡଳ ହେଇ ଦିଶୁଛି, ଜଳ ଜଳ ହେଇ ଦିଶୁଛି। ପ୍ରଥମ କଥା, ଜଗନ୍ନାଥ ମନ୍ଦିର ଚାରିଦ୍ୱାର ଖୋଲା ହେଲା। 2 ନମ୍ବର ଜିନିଷ ହେଲା ଟଙ୍କା ଧାନ ଦିଆଗଲା। ସୁଭଦ୍ରା ଯୋଜନାରେ ଆପଣଙ୍କୁ ମାନେ ମହିଳା ମାନଙ୍କୁ 5,000, 5,000, 10,000 ଟଙ୍କା ମିଳି ସାରିଲାଣି। ତ ଏଇ ତିନିଟା ତ କମ ସେ କମ ଲୋକଙ୍କୁ ଦିଶୁଛି ନା। ବାକି କଥା ଛାଡ଼ନ୍ତୁ, ଏଇ ତିନିଟା ତ ଲୋକଙ୍କୁ ଦିଶୁଛି। ବିରୋଧୀଙ୍କୁ ଦେଖା, ସେମାନେ ଠକିଥିଲେ। ସେମାନେ 100 ଟଙ୍କା ବୋନସ ଦେବୁ ବୋଲିକି ସୋହେଲା ମିଟିଂରେ ନବୀନ ବାବୁ ଘୋଷଣା କରିଥିଲେ, କିନ୍ତୁ 100 ଟଙ୍କା ବୋନସ ତ ବିଲକୁଲ ଦେଲେ ନାହିଁ। ତ ସେମାନେ ସେମିତି ଲାଗିବ, ସେମାନେ 24 ବର୍ଷ ଧରିକି ଯେଉଁ ଠକିଛନ୍ତି, ସେମାନଙ୍କୁ ଲାଗୁଛି ଯେ ସମସ୍ତେ ସେଭଳି ଠକ, ଏମିତି କିଛି କଥା ନାହିଁ। ଆମେ ଆମର ଯୋଜନା ସବୁ ପାଇପଲାଇନରେ ଅନେକ, ଗୋଟିଏ ବର୍ଷ ଭିତରେ ଆପଣ ଗୋଟିଏ ପ୍ରୋଜେକ୍ଟ ଯଦି ନେବେ, ଏଷ୍ଟିମେଟ୍ କରିବେ, ତାକୁ ପ୍ରୋଜେକ୍ଟର ଡିଜାଇନ୍ କରିବେ, ପ୍ରୋଜେକ୍ଟର ଡିଜାଇନ୍ କଲା ଉତାରୁ ତାକୁ ଫେରେ କାମ କରିବେ, ସେଥିପାଇଁ କ'ଣ ସମୟର ଆବଶ୍ୟକତା ନାହିଁ? ଅନେକ ପ୍ରୋଜେକ୍ଟ, ମୁଁ ତ ସମ୍ବଲପୁର ଆପଣଙ୍କୁ ପ୍ରୋଜେକ୍ଟ ଦେଲି। ସମ୍ବଲପୁରରେ ଏତେ ଯଦି ପ୍ରୋଜେକ୍ଟ ହେଉଛି, ଆମର ଯୋଜନା ଅଛି ଯେ ନବୀନ ପଟ୍ଟନାୟକ ଯେଉଁ ସରକାର କହିଥିଲେ 33 ଭାଗ ଜମିକୁ ଜଳସେଚନ କରିବା ପାଇଁ, ଆମେ 33 ଭାଗ ଜଳସେଚନକୁ ଆମେ ପୂରଣ କରିବୁ, ତାଙ୍କର ଲକ୍ଷ୍ୟକୁ ଆମେ ପୂରଣ କରିବୁ। ସମସ୍ତ 16-17 ଭାଗରୁ ଅଧିକ, 16-17 ଭାଗ ଯେଉଁଟା ଆଗରୁ ଥିଲା, ତା ଏମାନଙ୍କର ଅବଦାନ କ'ଣ ଅଛି? ଆଉ ଯେଉଁ ବନ୍ୟାକୁ ସ୍ଥାୟୀ ନିୟନ୍ତ୍ରଣ କରିବା ପାଇଁ, ଓଡ଼ିଶାରେ ବନ୍ୟା ଗୋଟେ ବହୁତ ବଡ଼ ବିପତ୍ତି। ବନ୍ୟାକୁ ସ୍ଥାୟୀ ନିୟନ୍ତ୍ରଣ କରିବା ପାଇଁ ମହାନଦୀ କାଠଯୋଡ଼ି ଏବଂ ନଦୀରେ ଆମେ ଯୋଜନା କରୁଛୁ। ଏବଂ ମଝିରେ ମଝିରେ କୌଣସି ଗାଁକୁ ଆମେ ଧ୍ୱଂସ ନ କରିକିରି, ମାଟିରେ ଗ୍ରେଜିଂ କରିକିରି ପାଣିକୁ କେମିତି ରଖିବୁ, ଏବଂ ଆମର ଅଧିକାଂଶ ଜଳ ଯେମିତି ସମୁଦ୍ରରେ ଯାଇକି ମିଶି ଯାଉଛି, ସେ ସମୁଦ୍ରରେ ଯେମିତି ନ ମିଶିବ ଏବଂ ତାକୁ ଲୋକ ବ୍ୟବହାର କରିପାରିବେ, ସେଥିପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ ପୁରା ଓଡ଼ିଶା ପାଇଁ। ଏଇଟା ହଁ ପୁରା କରୁଛି। ଆପଣ ରିଜଲ୍ଟଟା ଶୁଣନ୍ତୁ। ଆମ ରିଜଲ୍ଟ 5 ବର୍ଷରେ ଥରେ ବାହାରେ। ଆମ ରିଜଲ୍ଟ ବର୍ଷକୁ ବର୍ଷ ସମୀକ୍ଷା ହେଇପାରେ, କିନ୍ତୁ ଆମ ଏ ଯେଉଁ କାର୍ଡ, ଆମ କାର୍ଡ ତ 5 ବର୍ଷରେ ଥରେ ନା। ତ ଆମେ 5 ବର୍ଷ ସମୟରେ ଯେଉଁ ସବୁ ଯେତେ ଗୁଡ଼ିଏ ମାନେ ଆମେ ପ୍ରତିଶ୍ରୁତି ଦେଇଥିଲୁ, ସବୁଗୁଡ଼ିକ ଆମେ